ନିଜ ଛୁଆକୁ ସମସ୍ତଙ୍କ ଆଗରେ କେମିତି ପାଣିରେ ଫିଙ୍ଗିଦେଲା ମା। ସ୍ତ୍ରୀ ହେଲା, ବୋହୂ ହେଲା, ହେଲେ ମା ହେବା ପାଇଁ ଏତେ କଷ୍ଟ। ରାତିରେ ଆଜି ବି କାହିଁକି ଶୁଭେ ତାର କରୁଣ କାନ୍ଦ। କେହି କିଛି ବୁଝିବା ଆଗରୁ ଡଙ୍ଗାରେ ସବୁ କାହିଁକି ଚିତ୍କାର କରିବାକୁ ଲାଗିଲେ। କଥା ଦେଇ ନ ରଖିବାର ମୂଲ୍ୟ କ'ଣ ସେ କେମିତି ବୁଝିଲା। ଅକାତ ଅକାତ ପାଣିରେ ପାର ହେବା ପରେ ଏ କି ଚମତ୍କାର। ଜୟ ମା କାଳିଜାଇ, ଜୟ ମା କାଳିଜାଇ, ଜୟ ମା କାଳିଜାଇ। କେହି ବି ଆଜିଯାଏ ସେଇ ଭୁଲ ପୁଣି ଥରେ କରନ୍ତିନି। ହେଲେ କାହିଁକି? ଗୋଟାଏ କିମ୍ବଦନ୍ତୀ ଓ ଗୋଟାଏ ଅସମ୍ଭବ ସ୍ଥାନର କାହାଣୀ, ଯାହାକୁ ବିଶ୍ୱାସ କରିବା ଆଜି ବି ବହୁ ଜଣଙ୍କ ପାଖରେ ଅସମ୍ଭବ। ସମୟ ଗଡ଼ି ଚାଲିଛି ଶତାବ୍ଦୀ, ହେଲେ ସେ ରହସ୍ୟମୟୀ ଜାଗା ଆଉ ତାର ପ୍ରକୃତ ଚମତ୍କାରିତା ବୁଝିବା ସହଜ ହେଉନି। ଓଡ଼ିଶାର ପୁରୀ ଜିଲ୍ଲାର ପାରିକୁଦ ଅଞ୍ଚଳରେ ଥିବା ଏକ ପ୍ରସିଦ୍ଧ ଜାଗାର ପ୍ରକୃତ ରହସ୍ୟ ବିଷୟରେ ଆପଣ ବି ଜାଣିନଥିବେ। ଆଜି ଓଡ଼ିଶା କହି ସାରା ବିଶ୍ୱରେ ପରିଚିତ ଥିବା ସେହି ଚିଲ୍କା ଓ ମଝିରେ ଥିବା ମା କାଳିଜାଇଙ୍କର ଚମତ୍କାର କଥା ଜାଣିବା। ଦର୍ଶକଗଣ, ମା କାଳିଜାଇ ଦେବୀ କେମିତି ହେଲେ, ସେହି କାହାଣୀ ଅଳ୍ପ ବହୁତ ସମସ୍ତେ ଜାଣନ୍ତି। ଆଜି ବି ରାତି ହେଲେ ଜାଇର କାନ୍ଦିବା ସ୍ୱର ଶୁଭେ। ସେହି କାନ୍ଦରେ କଷ୍ଟ ଓ ଯନ୍ତ୍ରଣା ଥାଏ। କିନ୍ତୁ ଜାଇର ଡଙ୍ଗା ବୁଡ଼ି ମରଣ ହେଲା ବୋଲି କ'ଣ ଲୋକେ ତାକୁ ଦେବୀ ମାନି ବସିବେ? ନା ଆଉ କ'ଣ ଘଟଣା ଘଟିଥିବ? ମନକୁ ପ୍ରଶ୍ନ ଆସେ। ତାହେଲେ ଏହି ଜାଗା ଏତେ ପ୍ରତ୍ୟକ୍ଷ ହେଲା କେମିତି? କାହିଁକି ଅଚାନକ ମା କାଳିଜାଇଙ୍କୁ ଲୋକେ ବିଶ୍ୱାସ କରିବାକୁ ଲାଗିଲେ? ନା କ'ଣ ତ ଚମତ୍କାରିତା ଥିବ, ବା କ'ଣ ତ ଘଟଣା ଘଟିଥିବ, ଯାହା ପାଇଁ ଏହି ଜାଗାର ମହତ୍ତ୍ୱ ବିଷୟରେ ସାରା ଦୁନିଆକୁ ବୁଝିବାକୁ ବାଧ୍ୟ କରିଦେଇଥିବ? ହଁ, ଘଟଣା ଥିଲା କିଛି ଏମିତି। ଗୋଟେ ଗାଁର ଜଣେ ବୋହୂ, ଯିଏକି ଦୀର୍ଘ 5-6 ବର୍ଷ ହେଲା ତାର ବୈବାହିକ ଜୀବନ ବଞ୍ଚୁଥିଲା। ହେଲେ ଭଲ ବୋହୂ, ଭଲ ସ୍ତ୍ରୀ ହେବା ସତ୍ତ୍ୱେ ଭଗବାନ ତାକୁ ମା ହେବାର ସୌଭାଗ୍ୟ ଦେଇନଥିଲେ। ଯାହା ଫଳରେ ତାକୁ ସବୁବେଳେ ଟାହି ଟାପରା ଶାଶୁ ଓ ସ୍ୱାମୀର କଟୁକଥା ଶୁଣିବାକୁ ପଡ଼ୁଥିଲା। କେତେ ଲୁଚି ଲୁଚି କାନ୍ଦିଲେ ବି ତା କଷ୍ଟ, ତା ଯନ୍ତ୍ରଣା କେହି ବୁଝିପାରୁନଥିଲେ। ଦିନେ ତାକୁ ସେଇ ଗାଁର ଜଣେ କହିଲେ, କିଲୋ ମା, କାଳିଜାଇଙ୍କୁ ଯାହା ମନରୁ ମାଗିବୁ ସେ ହିଁ କରିବ, ଆଉ ସବୁକିଛି ତୋ କୋଳରେ ଅଜାଡ଼ି ଦେବ। ଏହି କଥା ଭାବି କାଳିଜାଇ ପାଖକୁ ଯାଇ ମହିଳା ଜଣକ ମାନସିକ କଲେ ଓ ସନ୍ତାନ ପାଇଁ ନେହୁରା ହୋଇ ଯାଚଙ୍କା କରିଦେଇ ଆସିଲେ। ମାଲୋ, ଯଦି ତୁ ମୋ କୋଳରେ ସନ୍ତାନଟିଏ ଦବୁ, ତାହେଲେ ତୋ ପାଇଁ ମୁଁ ଛେଳି, କୁକୁଡ଼ା ଆଣି ବେଢ଼ାରେ ଅର୍ପଣ କରିବି। ଆଉ ମାନସିକ କରିବାର କିଛି ଦିନ ପରେ ମହିଳା ଜଣକ ସତକୁ ସତ ମା ହେଲେ, ଆଉ ତାଙ୍କ ଦୁଃଖ କଷ୍ଟ ଲାଘବ ହେଲା। ହେଲେ ମହିଳା ଜଣକ ସନ୍ତାନ ପାଇବା ଖୁସିରେ ମା କାଳିଜାଇଙ୍କ ନିକଟରେ କରିଥିବା ମାନସିକ କଥା ସମ୍ପୂର୍ଣ୍ଣ ଭୁଲିଲେ। ସମୟ ଗଡ଼ି ଚାଲିଲା ଆଉ ଅଚାନକ ଦିନେ ରାତିରେ ମା କାଳିଜାଇ ସେହି ମହିଳାଙ୍କର ସ୍ୱପ୍ନରେ ଆସିଲେ ଆଉ କହିଲେ, ମୁଁ ତୋ ମନସ୍କାମନା ପୂର୍ଣ୍ଣ କଲି, ହେଲେ ତୁ କେମିତି ମୋତେ ଦେଇଥିବା କଥା ଭୁଲିଗଲୁ? ଆଉ ଯଦି ତୁ ସତରେ ମୋତେ ବିଶ୍ୱାସ କରୁଛୁ, ତାହେଲେ ମୁଁ ଯାହା କହିବି ତୋତେ ଗୋଟି ଗୋଟି ଜିନିଷ କରିବାକୁ ହେବ। ତୁ ମୋ ନିକଟକୁ ଆସେ, ଆଉ ମୁଁ ମାଗିବି। ମୋତେ କ'ଣ ଦରକାର, ଯାହା ମୋତେ ସନ୍ତୁଷ୍ଟ କରିବ। ହଠାତ୍ ମହିଳା ଜଣକର ସ୍ୱପ୍ନ ଭାଙ୍ଗିଗଲା ଆଉ ମହିଳା ଜଣକ ଧଡ଼ପଡ଼ ହୋଇ ବିଛଣାରୁ ଉଠି ବସିଲେ ଆଉ ନିଜ ଛୁଆ ଆଡ଼କୁ ଚାହିଁ ଭାବିଲେ, ସତରେ ମୁଁ କେମିତି ଏତେ ବଡ଼ କଥାଟାକୁ ହେୟଜ୍ଞାନ କରିଦେଲି। ମାନସିକ ପାଇଁ ଯାଚଙ୍କା କରିଦେଇ ମା'ଙ୍କୁ ଅସନ୍ତୁଷ୍ଟ କରିଦେଲି। ଏମିତି ସବୁ ଭାବି ଭାବି ସକାଳୁ ନିଜ ପିଲାକୁ ଧରି ଡଙ୍ଗାରେ ମହିଳା ଜଣକ ବାହାରିଗଲେ ମା କାଳିଜାଇଙ୍କ ପାଖକୁ। ଡଙ୍ଗାରେ ଅନ୍ୟାନ୍ୟ ଗାଁ ଲୋକ ମଧ୍ୟ ଥାଆନ୍ତେ। ଅଚାନକ ଡଙ୍ଗାରେ ମହିଳାଙ୍କର ଆଖି ଲାଖିଗଲା ଆଉ ସେହି ସମୟରେ ମା ତାଙ୍କୁ ପୁଣି ସ୍ୱପ୍ନ ହେଲେ, ତୁ ଚାହୁଁଛୁ ତ ମୋ ମନସ୍କାମନା ପୂର୍ଣ୍ଣ ହେଉ? ତାହେଲେ ଏବେ ଏଇ କ୍ଷଣି ତୋ ପିଲାକୁ ଚିଲ୍କାରେ ଫିଙ୍ଗିଦେ, ଫିଙ୍ଗିଦେ। ହଁ, ତାହା ହିଁ ହେବ ମୋ ସନ୍ତୁଷ୍ଟି, ତାହା ହିଁ ହେବ ମୋ ସନ୍ତୁଷ୍ଟି। ଏତିକି ଶୁଣି ମହିଳାଙ୍କର ନିଦ ଅଚାନକ ଭାଙ୍ଗିଗଲା ଆଉ ସେ ନିଦରୁ ଉଠିପଡ଼ି ନିଜ ପିଲାକୁ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ଡଙ୍ଗାରେ ଥିବା ଗାଁ ଲୋକ ବୁଝିବା ଆଗରୁ ସେ ତା ପିଲାକୁ ପାଣିରେ ଫିଙ୍ଗିଦେଲା। ଏତିକି ଦେଖି ନାଉରିଆ ଆଉ ଡଙ୍ଗାରେ ବସିଥିବା ସମସ୍ତ ଲୋକ ଚିତ୍କାର କରିବାକୁ ଲାଗିଲେ, ମହିଳାଟିକୁ ପାଗଳୀ, ଏ କ'ଣ କଲୁ? ତୁ ମା ନା ରାକ୍ଷସୀ କହି ଗାଳି ମନ୍ଦ କଲେ। ହେଲେ ମହିଳା ଜଣକ ଏକଦମ ଆବାଦ ହୋଇଯାଇଥିଲେ। ସେ ନିଜ ବିଶ୍ୱାସରେ ହିଁ ଭରସା ରଖି ମା କାଳିଜାଇଙ୍କ ଆଦେଶ ପାଳନ କରି ନିଜ ଜନ୍ମ କଲା ପିଲାକୁ ସକାତ ଅକାତ ପାଣିରେ ଫିଙ୍ଗି ଦେଇଥିଲା। ମା କାଳିଜାଇ
ଯେ କେତେ କଷ୍ଟରେ ତାକୁ ଏ ଛୁଆ ଦେଇଥିଲେ ସେ ହିଁ ତାକୁ ମାରିଦେବାକୁ ଆଦେଶ ଦେଲେ। ଏସବୁ କଥା ସେ ମନରେ ଭାବୁଥାଏ ଆଉ କାନ୍ଦୁଥାଏ। ଏବଂ ଏହି ସମୟରେ ମହିଳା ଜଣଙ୍କର ଡଙ୍ଗା ଯାଇ ମନ୍ଦିର ପାଖରେ ଲାଗିଲା। ଆଉ ସମସ୍ତେ କୂଳରେ ପହଞ୍ଚିବା ବେଳକୁ ସମସ୍ତଙ୍କର ଆଖି ତାଜୁ ହୋଇଥିଲା। କେହି କିଛି ବୁଝିବା ଆଗରୁ ସମସ୍ତଙ୍କର ମୁହଁରେ ଥିଲା ଜୟ ମା କାଳିଜାଇଙ୍କ ସ୍ୱର। କାରଣ ଯେଉଁ ପିଲାଟିକୁ ମହିଳା ଜଣକ ପାଣିରେ ଫିଙ୍ଗି ଦେଇଥିଲେ ସେଇ କୂଳରେ ମନ୍ଦିର ପାଖରେ ସେ ଖେଳୁଥିଲା। ଦର୍ଶକଗଣ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯେଉଁ ଗଣ୍ଡ ପାଖରେ ଯାଇ ନିଜେ ବୁଢ଼ୀ ମା କାଳିଜାଇ ହେଲେ ସେଇ ଗଣ୍ଡରେ ହିଁ ମହିଳା ଜଣକ ନିଜ ସନ୍ତାନକୁ ଫିଙ୍ଗି ଦେଇଥିଲେ। ଆଉ ମା କାଳିଜାଇଙ୍କ ଆଶୀର୍ବାଦରୁ ମାଟିଏ ତ ପିଲାକୁ ପୁଣି ଫେରି ପାଇଲା। ପ୍ରକୃତରେ ମା କାଳିଜାଇ ନିଜର ଭକ୍ତର ପରୀକ୍ଷା ନେଉଥିଲେ। ଆଉ ସେ ବିଶ୍ୱାସ ଏହି ଘଟଣା ଘଟିବା ପରେ ଆହୁରି ସୁଦୃଢ଼ ହୋଇଗଲା। ଧୀରେ ଧୀରେ କାଳିଜାଇ ମନ୍ଦିରକୁ ମାଙ୍କ ଆଶୀର୍ବାଦ ପାଇଁ ଜନ ଗହଳି ବଢ଼ିବାକୁ ଲାଗିଲା। ଆଉ ସେବେଠାରୁ ମା କାଳିଜାଇ ପ୍ରତ୍ୟକ୍ଷ ବୋଲି ଦୃଢ଼ ବିଶ୍ୱାସ ହୋଇଗଲା। ଯାଇ କେମିତି କାଳିଜାଇ ହେଇଥିଲେ ଆଉ ଯାଇ ନାଁରେ ମନ୍ଦିର ଖାଲି ନ ହୋଇ ମା କାଳିଜାଇ ନାଁରେ କାହିଁକି ମନ୍ଦିର ହେଲା, ତାର ମଧ୍ୟ ଏକ ଅଲୌକିକ ରହସ୍ୟଭରା କାହାଣୀ ରହିଛି। ତା ଉପରେ ଯଦି ଆପଣ ଭିଡ଼ିଓ ଚାହୁଁଛନ୍ତି ତାହେଲେ ଆମ କମେଣ୍ଟ ବକ୍ସରେ ଆପଣଙ୍କର ମତାମତ ଦିଅନ୍ତୁ ଏବଂ ଆମେ ଚେଷ୍ଟା କରିବୁ ତା ଉପରେ ଗୋଟାଏ ଭିଡ଼ିଓ ବନାଇବା ପାଇଁ। ରହୁଛି, ନମସ୍କାର। ପୁଣି ଦେଖା ହେବ ଆଉ ଗୋଟିଏ ନୂଆ ଭିଡ଼ିଓରେ। କିଛି ଯଦି ଭୁଲ ଅଛି କ୍ଷମା କରିବେ।